ନମସ୍କାର। ଆଜି ଆମେ ପଢ଼ିବା ଅଷ୍ଟମ ଶ୍ରେଣୀର ପଦ୍ୟର ପ୍ରଥମ ବିଷୟ ବୃକ୍ଷ ମାହାତ୍ମ୍ୟ। ଏଠାରେ କବି ଜଗନ୍ନାଥ ଦାସ। କବି ପରିଚୟ। ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଦାସ ପଞ୍ଚଦଶ ଶତାବ୍ଦୀ ଶେଷାର୍ଦ୍ଧ ଷୋଡ଼ଶ ଶତାବ୍ଦୀ ପ୍ରଥମାର୍ଦ୍ଧ ହେଉଛନ୍ତି ଜଣେ ଅମର ସ୍ରଷ୍ଟା। ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଓଡ଼ିଆ ଜାତି ପାଇଁ ଏକ ଶ୍ରେଷ୍ଠ ଅବଦାନ। ଭାଗବତ ଓଡ଼ିଆ ଜାତିର ଜାତୀୟ ମହାକାବ୍ୟ। ସଂସ୍କୃତ ଭାଷାରେ ରଚିତ ଶ୍ରୀମଦ୍ ଭାଗବତର ଛାୟାରେ ରଚିତ ଏହି ପୁରାଣ ମହାକାବ୍ୟରେ କବି ଜଗନ୍ନାଥ ଓଡ଼ିଆ ସାମାଜିକ ଜୀବନକୁ ନେଇ ମୌଳିକ ବିଷୟ ବିନ୍ୟାସ କରିଛନ୍ତି। ଲୋକପ୍ରିୟତା ଦୃଷ୍ଟିରୁ ଜଗନ୍ନାଥ ଦାସଙ୍କ ଭାଗବତ ଓଡ଼ିଶା ଘରେ ଘରେ ଆଦୃତ। ଓଡ଼ିଆ ଭାଗବତ ବ୍ୟତୀତ ଜଗନ୍ନାଥ ଦାସଙ୍କର ଆଉ କେତେକ ଜଣାଶୁଣା ରଚନା ହେଉଛି ତୁଳାଭିଣା, ଅର୍ଥକୋଇଲି, ଦାରୁବ୍ରହ୍ମଗୀତା ଓ ମୃଗୁଣୀ ସ୍ତୁତି ଇତ୍ୟାଦି। ଧନ୍ୟବାଦ। ଆପଣ ସମସ୍ତଙ୍କୁ ମୋର ଧନ୍ୟବାଦ। ଅଶେଷ